ଏ ଏ କିଏ କିଏ ତୁ ଏମିତି ନିର୍ଜଙ୍ଗଲ ରାସ୍ତାରେ ବୁଲୁଛୁ? ମତେ ଯାହା ଅନୁମାନ ହଉଛି ତୁ ନିଶ୍ଚୟ ସେ ମାଓବାଦୀ ଗ୍ୟାଙ୍ଗର। ଆବେ ମୋ ନାଁ ବବଲୁ। ଆଉ ଏ ଯାତ୍ରାଟା ଆମର ପାଖାପାଖି 20 ବର୍ଷ 25 ବର୍ଷ ହେଲା ପରା ବନ୍ଦ ହେଇକି ଥିଲା। এই ଯାତ୍ରାଟାକୁ ଆମେ ଗାଁରେ ସମସ୍ତେ ଏକତ୍ରିତ ହେଇ ପିଲାମାନେ ଆମେ ଆରମ୍ଭ କରିଛୁ। ଗତ ବର୍ଷ କରିଥିଲୁ, এই ବର୍ଷ ବି କରୁଛୁ। ବହୁତ ପାଇଛି ମନକୁ। ଅଭିନୟ କେତେ ବର୍ଷ ହେଇଗଲା ଆପଣଙ୍କର? ଆର ବର୍ଷ କରିଥିଲି, এই ବର୍ଷ କରୁଛୁ। ନୂଆ ହିସାବରେ ଦର୍ଶକଙ୍କ ମନ କିଣିଛନ୍ତି, ନିଶ୍ଚିତ ଅଭିନୟ ମଧ୍ୟ ଜାରି ରଖିଛନ୍ତି। ନିଶ୍ଚିତ ଯେଉଁ ଦର୍ଶକମାନେ ଏତେ ସାରା ଆପଣଙ୍କୁ ଭଲ ପାଇବା ଦେଇଛନ୍ତି, କ'ଣ ସେମାନଙ୍କୁ ମେସେଜ ଦେବେ? ଏମିତି ଭଲ ପାଉଥାନ୍ତୁ, ସବୁବେଳେ ଏମିତି ଭଲ ପାଉଥାନ୍ତୁ ସଦାବେଳେ। ଆମେ ଚାହୁଁଛୁ ଦର୍ଶକମାନଙ୍କ ପାଇଁ ଆପଣଙ୍କ ମୁହଁରୁ ପଦେ ଡାଇଲଗ। ଏ ଏ କିଏ କିଏ ତୁ ଏମିତି ନିର୍ଜଙ୍ଗଲ ରାସ୍ତାରେ ବୁଲୁଛୁ? ମତେ ଯାହା ଅନୁମାନ ହଉଛି ତୁ ନିଶ୍ଚୟ ସେ ମାଓବାଦୀ ଗ୍ୟାଙ୍ଗର। ଆବେ ଦେଖା ଦେଖା ସେ କଣ୍ଟୁଳି ଭିତରେ କ'ଣ ଅଛି। ଏଟା ରିକ୍ସ ନୁହେଁ, କଳା ଆମଠି ଅଛି। ଆମେ ଯଦି କଳାକୁ ବଜେଇ ପାରିବା ନିଶ୍ଚିତ ବାଜିବ। ଆଗାମୀ ବର୍ଷ ପାଇଁ ନିଶ୍ଚିତ କ'ଣ ପ୍ଲାନ୍ ରଖିଛନ୍ତି? ନିଶ୍ଚିତ ଏ ଅନୁଷ୍ଠାନ ଆମର ଆଉ ବନ୍ଦ ହବ ନାହିଁ।